ରେ ଛଟ୍ ପର୍ବ ମହାଆଡମ୍ବରର ସହିତ ପାଳିତ ହୋଇଯାଇଛି। ଛଟ୍ ପର୍ବ ପର୍ବମାନଙ୍କ ମଧ୍ୟରେ ଶ୍ରେଷ୍ଠ ପର୍ବ। ଏହା ଆସ୍ଥା, ବିଶ୍ୱାସ ଓ ନିଷ୍ଠାର ମହାନ ପୂଜା। କାର୍ତ୍ତିକ ମାସ ଶୁକ୍ଳ ଷଷ୍ଠୀ ତିଥିରେ ପଡୁଥିବାରୁ ଏହାକୁ ଛଟ୍ କୁହାଯାଇଥାଏ। 4 ଦିନ ଧରି ପାଳନ ହେଉଥିବା ଏହି ପର୍ବରେ ସୂର୍ଯ୍ୟ ଦେବତା ଓ ଛଠି ମାତାଙ୍କୁ ପୂଜା କରାଯାଇଥାଏ। ଏହି ବ୍ରତ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ବିଶେଷ କରି ସନ୍ତାନ ପ୍ରାପ୍ତି ହୁଏ ବୋଲି ବ୍ରତଧାରୀମାନେ ମତ ପ୍ରକାଶ କରିଛନ୍ତି। ବିହାର ସମେତ ଭାରତର ଅନ୍ୟାନ୍ୟ ସ୍ଥାନରେ ମହା ଆଡମ୍ବରରେ ଛଟ୍ ମହୋତ୍ସବ ପାଳନ ହୋଇଥାଏ। ଉକ୍ତ ପର୍ବରେ ବିଶେଷ ଭାବେ ଉଦିତ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥାଏ। ଛଟ୍ ବ୍ରତଧାରୀମାନେ ପୂଜା ସାମଗ୍ରୀ ନେଇ ନଦୀଘାଟ ଯାଇଥାନ୍ତି। 4 ଦିନର ଏହି ପର୍ବରେ ପ୍ରଥମ ଦିନ କଦୁଭାତ ଖାଇ ଦ୍ୱିତୀୟ ଦିନ ଖାର୍ନା, ତୃତୀୟ ଦିନ ସନ୍ଧ୍ୟାକାଳୀନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଓ ଚତୁର୍ଥ ଦିନ ପାର୍ନା ଅବା ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ନଦୀ କୂଳରେ ଛଟ୍ ପର୍ବ ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟର 32 ବର୍ଷୀୟ ଛଟ୍ ମହୋତ୍ସବ ପାଳିତ ହୋଇଯାଇଛି। ଏହା 25 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବରରେ ବ୍ରତଧାରୀମାନେ ସୂର୍ଯ୍ୟ ଦେବତା ଓ ଛଠି ମାତାଙ୍କୁ ପୂଜା କରିଥିଲେ। ଏଥିରେ କମିଟିର ସଭାପତି ବିଜୟ କୁମାର ରାମ, ଉପସଭାପତି ଅର୍ଦ୍ଧେଶ ମିଶ୍ରା, ସମ୍ପାଦକ ରାଜେଶ କୁମାର ପ୍ରଜାପତି ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ରାଇରଙ୍ଗପୁର ମ୍ୟୁନିସିପାଲିଟି, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ରାଇରଙ୍ଗପୁର ହସ୍ପିଟାଲ, ଜଳସେଚନ ବିଭାଗ, ଲେଡି ଭଲେଣ୍ଟିୟର ପ୍ରମୁଖ ସାହାଯ୍ୟ କରିଥିଲେ। ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ, ଜନଶକ୍ତି ଟିଭି।